ଆପଣ ମଝିରେ ଆଲବମ୍ କରିବେ ବୋଲି ଚାହୁଁଥିଲେ ନା ମୋ ଇଚ୍ଛା ଥିଲା ଗୋଟେ ଆଲବମ୍ କରିବା ପାଇଁ ତ ସେ ଆଲବମ୍ଟା କାହିଁ ହେଇପାରିଲାନି? ନା ନିଶ୍ଚିତ ଆପଣ ବି ଆସିଥିଲେ, ମୁଁ ଆପଣଙ୍କ ସାଙ୍ଗରେ କଥା ହେଇଥିଲି, ରାଜା ଡିଙ୍କ ସାଙ୍ଗରେ ବି କଥା ହେଇଥିଲି। ସବୁରି ମୂଳରେ ହେଲା ଭାଇ ପଇସା। ଆମେ ପଇସା କମଉଛେ ଘରକୁ ଦବା ପାଇଁ। ଆମେ ଯଦି ନିଜେ ପଇସା ଦେଇକି କିଛି କରିବା, ଆମର ଆଶା ନାହିଁ ଆମେ ହିରୋ ହବା। ଆମର ଯେତିକି ସକ୍ଷମ ଆମେ ଯଦି ଟଙ୍କା 20-30 ହଜାର ଦେଇପାରିବୁ, 1,00,000-1.5 ଲକ୍ଷ ଆମେ ଦେଇପାରିବୁନି। ଯେହେତୁ ଆମ ମାଲିକ ପଇସା ଦଉଛନ୍ତି, ଦାନା ତାଙ୍କ ପାଖରୁ ଆମେ ପାଉଛେ। ସେ ଜାଣିପାରିଲେ ବବଲୁର କିଛି ଟ୍ୟାଲେଣ୍ଟ ଅଛି, ବବଲୁ ସାଙ୍ଗରେ ଫେସ୍ କରିବା। ମତେ ବି କହିଲେ, ମୁଁ ବି ମନା କରୁନି, ମୁଁ ବି କହିଲି ହଁ, କାହିଁକିନା ସମସ୍ତଙ୍କର ଇଚ୍ଛା ଉପରକୁ ଯିବା ପାଇଁ। କୋଣାର୍କ ଗଣନାଟ୍ୟ ମତେ ବହୁତ ଭଲ ଲାଗିଛି, ସେଇଥିପାଇଁ ମୁଁ କୋଣାର୍କ ଗଣନାଟ୍ୟ 4-5 ବର୍ଷ ମୁଁ ଜାଣିପାରିଲି ଯେ ମୁଁ ଏଇଠି ରହିଲେ କିଛିଟା ପାଇବି, କିଛି କରିବି। ମଣିଷର ଗୋଟେ ଆଶା ଭରସା ଥାଏ। ଯାତ୍ରା ଜୀବନ ଭିତରେ 12 ବର୍ଷ ଭିତରେ ଛୁଆ ହେଇ ନାଚିବାଟା 12 ବର୍ଷ ହେଇଗଲା। ଏଇ ବର୍ଷ ଗୋଟେ ଛୋଟ ସ୍ଥାନଟିଏ ମିଳିଛି କୋଣାର୍କ ଗଣନାଟ୍ୟରେ କୋରିଓଗ୍ରାଫି କରିବା ପାଇଁ। ସ୍ୱପ୍ନ ମହଲ ମିଟୁ ମାନସଙ୍କ ପାଖକୁ ସ୍ୱପ୍ନ ମହଲ ଛାଡ଼ିକି ଆଇଲି କୋଣାର୍କ। 4 ବର୍ଷ ହେଇଗଲା। ନମସ୍କାର ଦର୍ଶକ ବନ୍ଧୁ, ମୁଁ ଦୀପୁ। ଆପଣମାନେ ଦେଖୁଛନ୍ତି ଯାତ୍ରା ଲିଙ୍କ୍ସକୁ। ଦର୍ଶକ ବନ୍ଧୁ, ମୁଁ ଅଛି କୋଣାର୍କ ଗଣନାଟ୍ୟ କ୍ୟାମ୍ପରେ। ଆଉ ଆମେ ଏମିତି ଗୋଟେ ଡ୍ୟାନ୍ସର ଦେଖିବାକୁ ପାଇଲୁ, ବହୁତ ବଢ଼ିଆ ଡ୍ୟାନ୍ସର। ସେ ହେଉଛନ୍ତି ଆପଣମାନଙ୍କର, ଆମମାନଙ୍କର, ଆମ ସମସ୍ତଙ୍କର ଅତି ପ୍ରିୟ ଡ୍ୟାନ୍ସର ବବଲୁ। ଚାଲନ୍ତୁ ତାଙ୍କର ବବଲୁଙ୍କର ଯାତ୍ରା କ୍ୟାରିୟର କେବେଠାରୁ ଆରମ୍ଭ ହେଲା, କାହିଁକି ସେ ଯାତ୍ରା ଜୀବନ ବାଛିଲେ, କାହିଁକି ସେ ଡ୍ୟାନ୍ସିଂ କରୁଛନ୍ତି, ଆଗକୁ ତାଙ୍କର କ'ଣ ଆଉ ଅଧିକ ଇଚ୍ଛା ଅଛି, ସେ ବିଷୟରେ ତାଙ୍କୁ ଆମେ ପଚାରି ବୁଝିବା। ନମସ୍କାର, ଜୟ ଜଗନ୍ନାଥ। ମୁଁ ଆପଣଙ୍କର ହାତ ତିଆରି ଛୋଟିଆ କଳାକାରଟିଏ ବବଲୁ କୁମାର, କୋଣାର୍କ ଗଣନାଟ୍ୟରେ କାର୍ଯ୍ୟକାରୀ କରିଅଛି। ଯାତ୍ରା ଜୀବନ 12 ବର୍ଷ ହେଇଗଲା। ଯାତ୍ରା ଜୀବନ ଭିତରେ 12 ବର୍ଷ ଭିତରେ ଛୁଆ ହେଇ ନାଚିବାଟା 12 ବର୍ଷ ହେଇଗଲା। ଏଇ ବର୍ଷ ଗୋଟେ ଛୋଟ ସ୍ଥାନଟିଏ ମିଳିଛି କୋଣାର୍କ ଗଣନାଟ୍ୟରେ କୋରିଓଗ୍ରାଫି କରିବା ପାଇଁ। ମୁଁ ବି ତାକୁ ମୋ କାର୍ଯ୍ୟ କରୁଛି। ଭଲ ଆଉ ମନ୍ଦ ଭିତରେ ଅଡିଏନ୍ସଙ୍କ ରେଜଲ୍ଟ ଯାହା କରିବେ ସବୁ ଉପର ବାଲା। ତାପରେ ଆଉ ତ କ'ଣ କହିବି, ଯାହା କହିବେ ଦର୍ଶକ ବନ୍ଧୁ। ଆଉ ଅଗଣିତ ଦର୍ଶକ ବନ୍ଧୁ ମାନେ ଜାଣିଥିବେ, ଏଇ ବର୍ଷ କୋଣାର୍କ ଗଣନାଟ୍ୟର ତୁ ବୋଧେ ମୋ ଭାଗ୍ୟରେ ନଉ ନାଟକ ଭାଇରାଲ। 3 ରାତି ଧରି ଜଟଣୀ କ୍ୟାମ୍ପରେ କାଲି ବି ହବ। ଏମିତି ଲୋକଙ୍କ ଆଶୀର୍ବାଦର କଥା। ଆଉ କ'ଣ କହିବି ଆପଣଙ୍କୁ। ଆଚ୍ଛା ବବଲୁ, ଟିକେ କହିପାରିବେ କି ଆପଣ ଯେତେବେଳେ ଯାତ୍ରା ଜଗତକୁ ଆସିଲେ କେତେ ମସିହା ହେଇଥିଲା, ଆଉ ଯାତ୍ରା ଜଗତକୁ କାହିଁ ବାଛିଲେ? ଯାତ୍ରା ଜଗତକୁ ମୋ ଆସିବା ହେଲା 12 ବର୍ଷ। ପ୍ରଥମ ପାର୍ଟି ମୋର ଆସିବା ତ୍ରିନାଥ ଗଣନାଟ୍ୟ। ତ୍ରିନାଥ ଗଣନାଟ୍ୟରେ 3 ବର୍ଷ ଦୁନା ସାରଙ୍କ ପାଖରେ କାମ କଲି। ତ୍ରିନାଥ ଗଣନାଟ୍ୟ ବନ୍ଦ ହେଲା ପରେ ସେ ପାର୍ଟି ହେଲା ମାୟା ନଗରୀ, କିନ୍ତୁ ସେଠିକି ମୁଁ ଯାଇନଥିଲି। ସେଠୁ ଆଇଥିଲି ସ୍ୱର୍ଣ୍ଣ ମନ୍ଦିର, ନୂଆ ହୋଇଥାଏ। ସେ ଦୁନା ସାରଙ୍କ କଣ୍ଟାକ୍ଟରେ ସ୍ୱର୍ଣ୍ଣ ମନ୍ଦିରରୁ ଗଲି କଳା ମନ୍ଦିର। କଳା ମନ୍ଦିରରେ ପହଞ୍ଚିଲା ପରେ ମୋ ନାଚର, ମୁଁ ଯାହା ନାଚୁଥିଲି ତାଠୁ ଟିକେ ଅଧିକ ନାଚିବା ପାଇଁ ଚେଷ୍ଟା କଲି। ଯେହେତୁ ହାର୍ଟବିଟ୍ ମାଷ୍ଟର ଯାତ୍ରା ଜଗତରେ ଯେହେତୁ କିଙ୍ଗ, ସେ ତାଙ୍କ ନାଁ ହେଲା କୁନା ସାର୍। ତାଙ୍କ ପାଖରେ ନାଚିଲି କଳା ମନ୍ଦିର। ନାଚ କିଛି ଶିଖିବା ଆରମ୍ଭ ହେଲା। ତାପରେ ଆଇଲି କୋଣାର୍କ। କୋଣାର୍କରେ 1 ବର୍ଷ ପରେ ମୁଁ ଗଲି ସ୍ୱପ୍ନ ମହଲ ମିଟୁ ମାନସଙ୍କ ପାଖକୁ। ସ୍ୱପ୍ନ ମହଲ ଛାଡ଼ିକି ଆଇଲି କୋଣାର୍କ। 4 ବର୍ଷ ହେଇଗଲା। ଆପଣ ଏତେ ଗୁଡ଼େ ଯାତ୍ରା ଅନୁଷ୍ଠାନରେ କାମ କରିସାରିଲେଣି, ସବୁଠାରୁ ଭଲ ଅନୁଷ୍ଠାନ ଆପଣଙ୍କୁ କୋଉଟା ଭଲ ଲାଗିଲା? ଯେତେ ବି ଯାତ୍ରା ପାର୍ଟି ମୁଁ ଆପଣଙ୍କୁ କହିଲି ନା, ସବୁ ଯାତ୍ରା ପାର୍ଟି ଭଲ। ଚଳଣି ହେଲେ ଆପଣଙ୍କ ଉପରେ ଡିପେଣ୍ଡ, କିନ୍ତୁ ଭଲ ଭିତରେ ଆଉ ବି ଗୋଟେ ଭଲ ଥାଏ। ତାପରେ ବି କୋଣାର୍କ ଗଣନାଟ୍ୟ ମତେ ବହୁତ ଭଲ ଲାଗିଛି। ସେଇଥିପାଇଁ ମୁଁ କୋଣାର୍କ ଗଣନାଟ୍ୟରେ 4-5 ବର୍ଷ ମୁଁ ଜାଣିପାରିଲି ଯେ ମୁଁ ଏଇଠି ରହିଲେ କିଛିଟା ପାଇବି, କିଛି କରିବି। ମଣିଷର ଗୋଟେ ଆଶା ଭରସା ଥାଏ, ସେ ଆଶା ନେଇ ରଖିଛି ଏଠି। ଆଗକୁ ବି ରହିବି ବହୁତ, ଯଦି ବାବୁଙ୍କର ଇଚ୍ଛା। ଏଟା ତ ଆମେ କହିପାରିବାନି, ଆମେ କୋଳି ଖାଇ କୋଳି ମନ୍ଦି ପୋଛିଦେ। ଲୋକଙ୍କ କଥା, ଅଡିଏନ୍ସଙ୍କ କଥା, ମେନ୍ ଯିଏ ମାଲିକ ରଖିବ ତାଙ୍କ ଉପରେ ଡିପେଣ୍ଡ। ଆପଣ ଯେତେବେଳେ ଆସନ୍ତି ମଝିରେ ହିଁ ନାଚନ୍ତି, ସେ ମଝି ନାଚରୁ ଏବେ ଆପଣ କୋରିଓଗ୍ରାଫର ହେଇଗଲେଣି, ତ କେତେ ଖୁସି ଲାଗୁଛି। ଗୋଟେ ଡ୍ୟାନ୍ସର, ଗୋଟେ କୋରିଓଗ୍ରାଫର, ଗୋଟେ ବଡ଼ ନାଁ। ତ ଚାହିଁଲେ ବି ଆପଣ ନେକ୍ସଟ ଇୟରକୁ ବି ଆପଣ ଗୋଟେ କୋରିଓଗ୍ରାଫର ହିସାବରେ ଆପଣଙ୍କୁ ବି ନେଇପାରନ୍ତି କୌଣସି ମାଲିକ। ସେ ପ୍ରତି କ'ଣ କହିବେ?
ଏଇଟା ହେଲା ଦେଖନ୍ତୁ ଆଜ୍ଞା, ଏଇଟା ହେଲା ପ୍ରଥମେ ମୁଁ ସର୍ବପ୍ରଥମେ ଜଣେଇବି, ଠାକୁରଙ୍କ ପାଖରେ ପ୍ରାର୍ଥନା କରିବି, ଯିଏ ଆମର ପ୍ରଯୋଜକ ଅଛନ୍ତି ଭାରତ ଭୂଷଣ ଦେବ ଓରଫ ପାକୁ ବାବୁ, ମତେ ସେ ଡ୍ୟାନ୍ସର ଭାବେ ବୁକ୍ କରିଥିଲେ। ମୁଁ ଡ୍ୟାନ୍ସ ନାଚୁଥିଲି, ଏମିତି କି ଲୋକଙ୍କ ଅଡିଏନ୍ସଙ୍କ ଡିମାଣ୍ଡ, ତାପରେ ବି ଯେହେତୁ ଆମ ମାଲିକ ପଇସା ଦଉଛନ୍ତି, ଦାନା ତାଙ୍କ ପାଖରୁ ଆମେ ପାଉଛେ, ସେ ଜାଣିପାରିଲେ ବବଲୁ କିଛି ଟ୍ୟାଲେଣ୍ଟ ଅଛି, ବବଲୁ ସାଙ୍ଗେ ଫେସ୍ କରିବା। ମତେ ବି କହିଲେ, ମୁଁ ବି ମନା କରୁନି, ମୁଁ ବି କହିଲି ହଁ, କାହିଁକିନା ସମସ୍ତଙ୍କର ଇଚ୍ଛା ଉପରକୁ ଯିବା ପାଇଁ, କିଏ କଣ ଚାହେଁ ତଳକୁ ଆସିବା ପାଇଁ। ଆପରେ ମତେ ଖୁସି ଏତେ ଲାଗୁଛି ଯେ ମୋର ପ୍ରଥମେ ଖୁସି ହବାର କାରଣ ଛୁଆମାନେ। ମୁଁ କାଲି ସକାଳେ ଜଣେ ଡ୍ୟାନ୍ସର ଥିଲି, ଆଜି ବି ସେ ଡ୍ୟାନ୍ସର ଅଛି, କିନ୍ତୁ ସାରେ ନୁହଁ, ମୁଁ କେବଳ ମୁଁ ନୁହଁ, ବବଲୁ ସବୁବେଳେ ପାଇଁ ବବଲୁ। ଏଇଠି ମୋ ଠାରୁ ବହୁତ ସିନିୟର ବି ଅଛନ୍ତି, ତାଙ୍କୁ ରେସପେକ୍ଟ ଦବା। ମୁଁ ଆଉ ସାର୍ ହେଲି ବୋଲି ରେସପେକ୍ଟ ନାହିଁ, ମୋର ସମସ୍ତଙ୍କ ସାଙ୍ଗେ ସମାନ। ମତେ ବି ଛୁଆ ବହୁତ କୋଅପରେଟ କରୁଛନ୍ତି, ମୋର ଭଗବାନ ହେଲେ ମୋ ଛୁଆ। ଯଦି ସେମାନେ ଠିକ ସେ କାମ କଲେ ତାହେଲେ ନିଜକୁ ଖୁସି ଲାଗୁଛି, ତଥାପି ଖୁସି ଲାଗୁଛି। ଗୋଟେ ଜାଗାରେ ଠାକୁରଙ୍କ ଆଶୀର୍ବାଦରୁ ଗୋଟେ ଜାଗା ମିଳିଛି, ଖୁସି ଲାଗିବନି? ବହୁତ ଖୁସି ଲାଗୁଛି। ଆଉ ଗୋଟେ କଥା, ଆପଣ ମଝିରେ ଆଲବମ୍ କରିବେ ବୋଲି ଚାହୁଁଥିଲେ ନା? ମୋ ଇଚ୍ଛା ଥିଲା ଗୋଟେ ଆଲବମ୍ କରିବା ପାଇଁ, ତ ସେ ଆଲବମ୍ଟା କାହିଁ ହେଇପାରିଲାନି? ନା, ନିଶ୍ଚିତ ଆପଣ ବି ଆସିଥିଲେ, ମୁଁ ଆପଣଙ୍କ ସାଙ୍ଗରେ କଥା ହେଇଥିଲି, ରାଜା ଡିଙ୍କ ସାଙ୍ଗରେ ବି କଥା ହେଇଥିଲି। ସବୁରି ମୂଳରେ ହେଲା ଭାଇ ପଇସା। ଆମେ ପଇସା କମଉଛେ ଘରକୁ ଦବା ପାଇଁ। ଆମେ ଯଦି ନିଜେ ପଇସା ଦେଇକି କିଛି କରିବା, ଆମର ଆଶା ନାହିଁ ଆମେ ହିରୋ ହବା। ଆମର ଯେତିକି ସକ୍ଷମ, ଆମେ ଯଦି ଟଙ୍କା 20-30 ହଜାର ଦେଇପାରିବୁ, 1,00,000-1.5 ଲକ୍ଷ ଆମେ ଦେଇପାରିବୁନି। ସେଥିପାଇଁ ମୁଁ ଟିକେ ଚାପି ରହିଲି। ଆପଣଙ୍କୁ ତ ଜଣେଇଥିଲି ସବୁ କଥା, ଆଉ ଆପଣ ମିଡିଆ ଆଗରେ ତ କହୁଛି ଡାଇରେକ୍ଟ, ଆପଣ ତ ଶୁଣିଥିଲେ, ନିଜେ ବି ଗୀତ ଶୁଣେଇଥିଲି ଆପଣଙ୍କୁ। 1,00,000 ଟଙ୍କା ଡୋନେଟ୍ ମୁଁ ଦେଇପାରିଲି, ମନା କଲି। 1,00,000 ଟଙ୍କା ନେଲେ ଆମେ ଘରେ କଣ କରିବୁ, କାରଣ ଆମେ ବି ଏତେ ହାଇଷ୍ଟାଣ୍ଡାର୍ଡ ଘର ନୁହଁ। ଏଇ ତ ଯୋଜନା, ଆଉ କଣ କରିବା। ଆଚ୍ଛା, ଆଗକୁ ଆପଣଙ୍କର ଆଉ କଣ ଅଛି? ମାନେ ଯେତିକି ଆପଣ ଆଜି ମୁଁ ଦେଖିଲି, ଆପଣ କୋରିଓଗ୍ରାଫର ହିସାବରେ ଯେତିକି ନାଚୁଥିଲେ, ଡ୍ୟାନ୍ସ କରୁଥିଲେ, ବଢିଆ କରୁଥିଲେ, ତ କଣ କଣ ଆଉ ପ୍ରସ୍ତୁତ ଅଛି? ଆଉ ଆପଣଙ୍କ ନୂଆ ନୂଆ ଗୀତ କଣ ଅଛି, ସେ ବିଷୟରେ କିଛି କହିବେ? ମାର୍କେଟକୁ ଯୋଉ ନୂଆ ଗୀତ ଆସିବ, ଫାଇନାଲ ମୁଁ ଲୋକଙ୍କୁ ଦେଖେଇବି। ଆଗକୁ ଖଣ୍ଡଗିରି ମହୋତ୍ସବ ଅଛି, ଭଲ ଭଲ ଅନୁଷ୍ଠାନ ଅଛି, ତା ପାଇଁ ବି କିଛି ମୁଁ ଗୀତ ପ୍ରସ୍ତୁତ କରୁଛି। ତାର ତ କହିବା କଥା ନୁହେଁ, ନୂଆ ଗୀତ କିଛି ନୂଆ ଲୋକଙ୍କୁ ଦେଖେଇବି, କିଛି ଶିଖିବା ଜିନିଷ ଲୋକଙ୍କ ପାଇଁ କରିବି। ଯେତିକି ମାନେ ମୋ ମୁଣ୍ଡରେ ବୁଦ୍ଧି ଅଛି, ଆଉ କିଛି ଗୁରୁମାନଙ୍କୁ ଯୋଉମାନଙ୍କୁ ସ୍ମରଣ କରିକି, ଯୋଉମାନଙ୍କ ନାଁ ବି କହିଲି, ସେମାନଙ୍କୁ ମୁଁ ବହୁତ ଭଲ ପାଏ, ସେମାନେ ମତେ ବହୁତ ଭଲ ପାଆନ୍ତି। ସମସ୍ତେ ଗୁରୁ ହିଁ ଗୁରୁ, ଗୁରୁ କରିକି ଜଣେ ଉପରକୁ ଯାଏ। ସେମାନଙ୍କୁ ସ୍ମରଣ କରିକି ଠାକୁରଙ୍କୁ ଡାକି କରିବି ନିଶ୍ଚିତ। ଆପଣଙ୍କ ଆଶୀର୍ବାଦ, ଆପଣ ବି ଅଛନ୍ତି, ଆପଣ ତ ସବୁଆଡେ ବୁଲୁଛନ୍ତି, ଯୋଉ ମିଡିଆ ନେଇକି, ଆପଣ ସବୁବେଳେ ପାଇଁ ଆମେ ଆପଣଙ୍କୁ ଦେଖୁଛୁ। ତାପରେ ଅଡିଏନ୍ସଙ୍କ ରେଜଲ୍ଟ ଆପଣ। ଆମେ ନାଚିବୁ, ଆମେ ଯଦି ନିଜକୁ ନିଜେ କହିବୁ ଭଲ, ସିଏ କଣ ଭଲ ଲାଗିବ? ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି? ଆମ ଘରେ ମୋ ବୋଉ ଅଛି, ମୋର ଗୋଟେ ଛୋଟ ଝିଅ ଅଛି, ତାକୁ 8 ବର୍ଷ ହବ, ମୋ ମିସେସ୍ ସୋନା ଯିଏ କୋଣାର୍କରେ ଅଛନ୍ତି, ମୁଁ। ଆମ ଘର ପରିବାର ହେଲୁ 4 ଜଣ। ବାବା ଡେଥ୍ ହେଇଗଲେଣି ବହୁତ ଦିନ ହେଲା। ଆମ ଘର ହେଲା ଚଣ୍ଡିଖୋଲରୁ 1 କିଲୋମିଟର, ନେଉଳପୁର ଛକ, ଯାଜପୁର ଡିଷ୍ଟ୍ରିକ୍ଟ। ଆଉ ଗୋଟେ ଜିନିଷ ରହିଗଲା, ଯଦି ଆପଣଙ୍କୁ କୋଣାର୍କ ନାଟ୍ୟରେ କିଛି ପାର୍ଶ୍ୱ ନାୟକ ହଉ ବା ପାର୍ଶ୍ୱ ଖଳନାୟକ ହଉ, ନାଟକରେ ଅଭିନୟ କରିବାକୁ ସୁଯୋଗ ମିଳିଗଲା ନେକ୍ସଟ ଇୟର ପାଇଁ, ତ ଆପଣ କରିବେ ନା କରିବେନି? ସେଟା କେବେ ଆଶା ନାହିଁ। ଯଦି ବା ଚାନ୍ସ ମିଳିଯାଏ? ମିଳିଲେ ତ ସେ ଜାଗା ଏତେ ଛୋଟିଆ ଜାଗା ନୁହେଁ, ସେ ଜାଗାରେ ଭଲ ଭଲ ଲୋକ, ମାନେ କେତେ ପ୍ରକାର ଡାଇଲଗ, ଆପଣ ତ ଯାତ୍ରା ଦେଖୁଥିବେ। ମୋର କନଫିଡେନ୍ସ ଅଛି, ମୁଁ କରିପାରିବି କି କରିପାରିବିନି ଏଟା ଆମ ମନରେ, କିନ୍ତୁ କେବେ ଆଶା କରିନି। କାହିଁ ମିଛ କହିବି, ହିରୋ ହେବି, କେବେ ଆଶା କରିନି। ମାନେ ବହୁତ ଗୁଡାଏ ଆମେ ଦେଖିଛୁ, ଡ୍ୟାନ୍ସରୁ ହେଇଯାଆନ୍ତି ନାୟକ କି ଖଳନାୟକ ହେଇଯାଆନ୍ତି। ଏମିତି ବି କୋଣାର୍କ ବାଟିରେ ବହୁତ ଅଛନ୍ତି କଳାକାର ବି, ଛୋଟ ମାନେ ଡ୍ୟାନ୍ସିଂରୁ ବି ହିରୋଇନ୍ ହେଇଯାଇଛନ୍ତି। ତ ସେମାନେ ଯଦି ହେଇପାରୁନ୍ତି, ଆପଣ କାହିଁ ନ ହେଇପାରିବେ? ସେଟା ହେଲା ଦେଖନ୍ତୁ, ସେଟା ହେଲା ଭଗବାନଙ୍କ ଗୋଟେ ଆଶୀର୍ବାଦ। ସମସ୍ତେ ଯଦି ସବୁ ପ୍ରକାର କାମ କରିପାରନ୍ତେ, ତାହେଲେ ଦୁନିଆ ଆଉ ଚାଲନ୍ତା। ମୁଁ ଡ୍ୟାନ୍ସ କରୁଛି, ମୋ ଭଳିଆ ବି କେତେ ଜଣ ଡ୍ୟାନ୍ସ କରୁଛନ୍ତି, ସିଏ ହିରୋ ହଉଛନ୍ତି। କିନ୍ତୁ ଯିଏ ଡ୍ୟାନ୍ସ କରୁଛି, ସେ ସେମିତି ଡ୍ୟାନ୍ସରେ ଏମିତି ରହିଯାଉଛି। ଆପଣ ବି ଦେଖୁଥିବେ ବହୁତ ବର୍ଷ ହେଲା। ଇଏ ଗୋଟେ ଗଡଙ୍କ ଗିଫ୍ଟ। ଇଏ ଗଡ ଗିଫ୍ଟ ନହେଲେ ଆପଣ ଉପରକୁ ଯାଇପାରିବେନି।
कि आपण से कोण त्रिकोण रे पसी परिबनी तापर ले बड़ बड़ कलाकारंग सम्मान भल पाइबा प्रेरणा ताकू जदि आपण मानि चलिबे आपनर इच्छा अछि आपण हीरो करिवे तो आपण टैलेंट आपण तांको संगे मिट सॉल्व में रहय पड़िबो आमे डांस कथा भाबिला बेले को आम कोन करिवो आमे जेमति भाबुछु से जेमति तांको मन कथा भाबुथिबे एई डांस पिला भितर जणे आमे जेमति डांस भाबुछे से भाबुथिबो ए डांस रे मते काटि दे कि से पाट पाट गंडे दियंते दिनस लाया पहुंच आजे शेषरे ओडिशा यात्रा दर्शक मानक कोन कहिबे ओडिशा यात्रा दर्शक मानक हार्दिक हार्दिक शुभेच्छा शुभकामना आपण चलापथ सफल पर शुभ हो मंगल हो जय जगन्नाथ पाखे सब बेले आम चाहूँ ओडिशा दर्शक यात्रा बंधु मान जी अच्छा समस्त शुभ मंगल काम हो आ यात्रा लिंक जो चैनल अच्छी दर्शक बंधु मैंने आप देखुं से चैनल आपन को यात्रार कि कोण त्रिकोण सब नुआ नुआ जिनस देखेब आपण यात्रा लिंक चैनल को सब्सक्राइब करूँ लाइक करूँ आल नुआ नुआ यात्रार कि भित्री कथा शुणु बहुत भल लगे जब आप कथा मु चाहूँगी आप आगे जातु बड़ जात्रा अनुष्ठान काम तो आप करुँच आपको चान्स मिले अलग जात्रा अनुष्ठान बड़ कोरियोग्राफर हिसाब से आप ना करूँ से कहबी बहुत धन्यवाद।